जय श्री जगन्नाथ भाई मैंने सर्वप्रथमे गुरुदेव गणपति एवं जगदम्बा को प्रणाम करी आज आम आम आस्ट्रो सेशन को आगू बढ़ेगा। आमे माने आस्ट्रो सेशन क्रम विभिन्न प्रकार भावटाକୁ शेष करिछे। এই ଭାବରେ ଭାବସ୍ଥିତ ରାଶି ମାନଙ୍କର ନୈସର୍ଗିକ କାରକ ତତ୍ତ୍ୱ ଆମେ ମାନସାଗରୀ ପଦ୍ଧତି ଯୋଉଟା କି ପୁରାତନ ଆଚାର୍ଯ୍ୟ ମାନଙ୍କ ଦ୍ଵାରା ଲେଖା ଯାଇଛି ସେଇ ପଦ୍ଧତି ଉପରେ ପଢିକି ଆମେ ଆମର କଳା ଦେଶକୁ କିଭଳି ଭାବରେ ଷ୍ଟ୍ରଙ୍ଗ କରିବା ସେଇ ବିଷୟରେ ଆମେ ପଢୁଥିଲୁ। ସର୍ବପ୍ରଥମେ ମୁଁ କହି ରଖେ ଯେ ମାନସାଗରୀ ପଦ୍ଧତିଟା ହଉଛି ଓଲ୍ଡ କ୍ଲାସିକ ବୁକ୍। ଯୋଉମାନେ ନ ଜାଣିଛନ୍ତି ସେମାନେ ଜାଣି ରଖନ୍ତୁ ଓଲ୍ଡ କ୍ଲାସିକ ବୁକ୍। ଯେମିତି କିଛି ଜିନିଷ କରିବାକୁ ହେଲେ ଆମକୁ ତାର ହିଷ୍ଟ୍ରିଟା ବ୍ୟାକଅପଟା ଚେକଅପ୍ କରିବାକୁ ପଡେ। ମାନସାଗରୀ ପଦ୍ଧତିରେ ଗ୍ରହ ଏବଂ ଭାବର ନୈସର୍ଗିକ କାରକ ତତ୍ତ୍ୱ ତଥା ରାଶି ମାନଙ୍କର ନୈସର୍ଗିକ କାରକ ତତ୍ତ୍ୱକୁ ନେଇ ସ୍ଥିର କାରକ ତତ୍ତ୍ୱ ଉପରେ ଯୋଉ ପ୍ରେଡିକ୍ସନ ଟେକ୍ନିକ ଗୁଡା କୁହାଯାଇଛି ତାକୁ ବିଭିନ୍ନ ଆଚାର୍ଯ୍ୟ ମାନେ କୋଡିଫାଇଡ କରିକି ମାନସାଗରୀ ପଦ୍ଧତିରେ ରଖିଛନ୍ତି। ଆମେ ଆମେ ସେଇ ପଦ୍ଧତିଟା ପଢୁଛି। ସମ୍ପୂର୍ଣ୍ଣ କୁଣ୍ଡଳୀର ବିଚାର ଟୋଟାଲ କୁଣ୍ଡଳୀ ଦେଖି ସାରିଲା ପରେ ହିଁ ହେଇପାରିବ। ଏଇଟା ଆମେ କେବଳ ବେସିକ ଲେସନ୍ସ ଗୁଡାକ ପଢୁଛେ। ଯେମିତି ଗୋଟେ ପ୍ରଥମ ଶ୍ରେଣୀର କି ଦ୍ୱିତୀୟ ଶ୍ରେଣୀର ଛୁଆ ଛାଡ ପଞ୍ଚମ ଶ୍ରେଣୀର ଛୁଆକୁ ଯଦି ଆମେ କହିବା ଯେ ବାପା ଗାଈ ବିଷୟରେ ଟିକେ ଇଏ ରଚନା ଲେଖିଲୁ, ସେ ଯାହା ରଚନା ଲେଖିବ। ଗୋଟେ ଦଶମ ଶ୍ରେଣୀର ଛୁଆକୁ ଯଦି ଗାଈ ବିଷୟରେ ରଚନା କହିବା ସେ ଯାହା ଲେଖିବ। ଗୋଟେ ଜୁଓଲୋଜିଷ୍ଟ ଯେ ଗାଈ ଉପରେ ରିସର୍ଚ୍ଚ କରିବ ତାକୁ ଯଦି କହିବା ଗାଈ ବିଷୟରେ ରଚନା ଲେଖ, ତାହେଲେ ଆମେ ବର୍ତ୍ତମାନ ଛୋଟ ଛୁଆ ହିସାବରେ ବେସିକ ଷ୍ଟ୍ରକ୍ଚର ଗୁଡାକ ପଢି ଚାଲିଛେ। ଏଇ ବେସିକ ଷ୍ଟ୍ରକ୍ଚର ଯଦି ଆପଣ ଘରେ ବସି ପ୍ରାକ୍ଟିସ କରୁଥାନ୍ତି ତାହେଲେ ଏଇ ଏମିତି ପୁରା ଜିରୋ ଲେଭୁଲରୁ ଅନ୍ୟ କୋଉଠି ପଢାଯିବନି। ସମସ୍ତେ କହିବେ ପ୍ରେଡିକ୍ସନ ପଢିଦିଅ ପ୍ରେଡିକ୍ସନ ପଢିଦିଅ। କିନ୍ତୁ ଗୋଟେ କଥା ମନେ ରଖନ୍ତୁ ଗୋଟେ ଘର ସେତିକି ବେଳେ ମଜବୁତ ହବ ଘରର ମୂଳଦୁଆ ଯେତେବେଳେ ମଜବୁତ ହବ। ଆମେ ଏଇ ମୂଳଦୁଆ ପାଠ ଗୁଡାକ ପଢୁଛେ ନୈସର୍ଗିକ କାରକ ତତ୍ତ୍ୱ ନେଇକି। ଯେତେବେଳେ ଆପଣ ବିଶ୍ୱାସ କରନ୍ତୁ ଆପଣଙ୍କୁ ପ୍ରେଡିକ୍ସନ ଆସିଯିବ ନା ଆପଣ ମାନେ ଗଦଗଦିତ ହେଇଯିବେ ଭିଡିଓ ଦେଖିଲେ। କାହିଁକି କାହିଁକି ନୈସର୍ଗିକ କାରକ ତତ୍ତ୍ୱକୁ ନେଇକି ଯୋଉ ଆଚାର୍ଯ୍ୟ ମାନେ ପୁରାତନ ଆଚାର୍ଯ୍ୟ ମାନେ ବିଭିନ୍ନ ପ୍ରକାରର ଯୋଉ କୋଡିଫାଇଡ କରିଛନ୍ତି ମାନସାଗରୀ ପଦ୍ଧତିଠୁ ଆଉ ଏତେ ଭଲ ସର୍ବାର୍ଥ ଚିନ୍ତାମଣିରେ ଅଛି, ସେଇଟା ବି ଅଛି, ସେଟାକୁ ବି ପଢିବା। କିନ୍ତୁ ମାନସାଗରୀ ପଦ୍ଧତି ମତେ ବହୁତ ଭଲ ଲାଗେ। ମୁଁ ସେଇଟାକୁ ନେଇକି ମୋର ବେସ୍ ବନେଇକି ମୋର ମୋର ପ୍ରେଡିକ୍ସନ ଟେକ୍ନିକ ନୈସର୍ଗିକ କାରକ ତତ୍ତ୍ୱ ଉପରେ ରିସର୍ଚ୍ଚ କରିକି ମୁଁ ତାଦେହରେ ବହୁତ ହେଲ୍ପ ମିଳିଛି ମତେ। ସେଥିପାଇଁ ମୁଁ ଏଇ ଜିନିଷଟାକୁ ଆପଣ ମାନଙ୍କୁ ପଢଉଛି। ଆଜି ଆମେ ପଢିବା ଦଶମ ଭାବସ୍ଥ ଭାବସ୍ଥିତ ରାଶି ମାନଙ୍କର ଫଳାଫଳ। ମୋ କଥାଟା ବୁଝନ୍ତୁ ଆପଣ କେମିତି ଆମେ ପଢିବା। କିନ୍ତୁ ଗୋଟେ କୁଣ୍ଡଳୀରେ ଆଲୋଚନା କରିବାକୁ ହେଲେ ଗୋଟେ କୁଣ୍ଡଳୀ ବିଷୟରେ ସମ୍ପୂର୍ଣ୍ଣ ନିର୍ଦ୍ଦେଶିତ କରିବାକୁ ହେଲେ ଆମକୁ ସର୍ବପ୍ରଥମେ କୁଣ୍ଡଳୀର ସବୁ ଭାବକୁ କୁଣ୍ଡଳୀଟାକୁ ଭଲସେ ଦେଖିକି ହିଁ କରିବାକୁ ପଡିବ। ତେଣୁ ଆମେ ବର୍ତ୍ତମାନ ବେସିକ୍ସ ପଢୁଛେ। ତ ଚାଲନ୍ତୁ ମାନସାଗର ପଦ୍ଧତିରେ ଆଜି ଆମେ ଆରମ୍ଭ କରିବା ଦଶମ ଭାବସ୍ଥ ଭାବସ୍ଥିତ ରାଶି ମାନଙ୍କର ଫଳାଫଳ। ମୁଁ ଏଇ ଯୋଉ ପ୍ରେଡିକ୍ସନ ଟେକ୍ନିକ ଗୁଡାକ ବର୍ତ୍ତମାନ ଆପଣଙ୍କୁ ସେୟାର କରିବି ଆପଣ ମାନେ ନିଜ ଜୀବନରେ ସେଟାକୁ ଇମ୍ପ୍ଲିମେଣ୍ଟ କରିକି ଦେଖନ୍ତୁ କି ଆକ୍ଚୁଆଲି ଆପଣଙ୍କ ସହିତ ଏଇ ଜିନିଷଟା ହଉଛି କି ନାହିଁ। ଯୋଉ କୁଣ୍ଡଳୀର ଫଳାଦେଶ ବିଷୟ ଆପଣ କରିବେ ଆପଣ ଜଣାଶୁଣା ଲୋକମାନଙ୍କର 10-15 ଜଣଙ୍କର କୁଣ୍ଡଳୀ ଆପଣ ନିଜେ ଷ୍ଟୋର କରନ୍ତୁ। ଯାହାଙ୍କର ଜୀବନ ବିଷୟରେ ଆପଣ ମାନେ ଅବଗତ ତାଙ୍କ ବିଷୟରେ ଷ୍ଟୋର କରନ୍ତୁ। ଦଶା ଅନ୍ତର ଦଶା ଚେକ୍ କରନ୍ତୁ, ତାଙ୍କର ଘରର ନୈସର୍ଗିକ କାରକ ତତ୍ତ୍ୱ ଚେକ୍ କରନ୍ତୁ। ଆପଣଙ୍କୁ ଏଇଟା ହେଲ୍ପ କରିବ ଆଗକୁ ବଢିବା ପାଇଁ। ତେବେ ଚାଲନ୍ତୁ ଆରମ୍ଭ କରିବା। ଦଶମ ଭାବରେ ଯଦି ମେଷ ରାଶି ଥାଏ, ଆର ଦଶମ ଭାବରେ ମେଷ ରାଶି କାହାର ଆସିବ ନା ଦଶମ ଭାବରେ ମେଷ ରାଶି ଆସିବ କର୍କଟ ଲଗ୍ନ କୁଣ୍ଡଳୀର। ଯଦି ଦଶମ ଭାବରେ ମେଷ ରାଶି ଥାଏ ତାହେଲେ ତାକୁ କିଭଳି ଭାବରେ କାମ କରିବାର ଅଛି। ଯଦି ଦଶମ ଭାବରେ କାହାର ମେଷ ରାଶି ଥାଏ ସିଏ ଯଦି ବିନୟ ଯୁକ୍ତ ହେଇକି କାହା ନାଁରେ ଚୁଗୁଲି ନ କରିକି ତଥା ସାଧୁଜନଙ୍କ କୁ ସେବା କରିକି କର୍ମ କରେ ସେ ତା ଜୀବନ ନିଶ୍ଚିତ ଭାବରେ ତାର କର୍ମର ଯେମିତି ବି କୁଣ୍ଡଳୀ ହେଇଥାଉ ସିଏ ତାର ନିଶ୍ଚିତ ଭାବରେ ଧୀରେ 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 କର୍ମରେ ସେ ଉନ୍ନତି କରି 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 ଚାଲିବ। ଅଥବା ୟାର ବିପରୀତରେ ଯଦି ସେ ବିନୟହୀନ ହେଇକି ଚୁଗୁଲି କରିକି ସାଧୁଜନଙ୍କ ସହିତ ନିନ୍ଦନୀୟ କର୍ମ କରେ ତାହେଲେ ତା ପାଇଁ ବହୁତ ଅସୁବିଧା ସୃଷ୍ଟି ହବ। ତେଣୁ ଯୋଉମାନେ ମେଷ ରାଶି ସ୍ଥିତ ଲୋକ ହେଇଥାନ୍ତି ସେମାନଙ୍କୁ ମନେ ରଖିବା ଦରକାର ସେମାନେ ମେଷ ଭାବ ମେଷ ରାଶି ଯାହାର ଦଶମ ଭାବରେ ଆସିଗଲା ମାନେ କର୍କଟ ଲଗ୍ନର କୁଣ୍ଡଳୀ ହେଇଥିବ ସେ ଲୋକଟା ଯଦି ବିନୟଯୁକ୍ତ ହେଇ କାହା ନାଁରେ ଚୁଗୁଲି ନ କରି ସାଧୁ ମାନଙ୍କର ସେବା କରିବା ପୂର୍ବକ କର୍ମ କରେ ତାର ତା ଜୀବନରେ ଉନ୍ନତି ହେବ ହିଁ ହେବ। ଦଶମ ଭାବରେ ଯଦି ବୃଷ ରାଶି ଆସିଗଲା ତାହେଲେ ବୃଷ ରାଶି କେତେବେଳେ ଆସିବ ନା ଯେତେବେଳେ ସିଂହ ଲଗ୍ନର କୁଣ୍ଡଳୀ ହବ ସେତେବେଳେ ଦଶମ ଭାବରେ ଇଏ ରହିବ ମାନେ ବୃଷ ରାଶି ରହିବ। ଏ ବ୍ୟକ୍ତିକୁ ସାଧୁଜନ ମାନଙ୍କର ଉପକାର କରିବାରେ ଖର୍ଚ୍ଚ କରିବା ଉଚିତ। ଦେବ ବ୍ରାହ୍ମଣ ଅତିଥି ଆଦିଙ୍କର ସତ୍କାରରେ ଖର୍ଚ୍ଚ କରିବା ଉଚିତ।
ଜ୍ଞାନାତ୍ମକ ଜ୍ଞାନ ଆହରଣ ପାଇଁ ଖର୍ଚ୍ଚ କରିବା ଉଚିତ। ସାଧୁଙ୍କୁ ପ୍ରତି ମାନେ ସାଧୁ ମାନେ ଯେମିତି ତାପରେ ଆଶୀର୍ବାଦ କରିବେ ସେଇଭଳି ଭାବରେ କାର୍ଯ୍ୟ କଲେ ୟାର କର୍ମ କ୍ଷେତ୍ରରେ ଧୀରେ ଧୀରେ ଉନ୍ନତି ହେଇ ହେଇ ଚାଲିବ। ଦଶମ ଭାବରେ ଯଦି ମିଥୁନ ରାଶି ଆସେ, ଦଶମ ଭାବରେ ମିଥୁନ ରାଶି କେତେବେଳେ ଆସିବ? ଯେତେବେଳେ କନ୍ୟା ଲଗ୍ନର କୁଣ୍ଡଳୀ ହେଇଥିବ ସେତେବେଳେ ଦଶମ ଭାବରେ ମିଥୁନ ରାଶି ଆସିବ। ତେବେ ସିଏ କଣ କରିବ? ଯଦି କନ୍ୟା ଲଗ୍ନର କୁଣ୍ଡଳୀ ହେଇଥିବ ଦଶମ ଭାବରେ ମିଥୁନ ରାଶି ଆସିଲା, ତାହେଲେ ସିଏ ଯଦି ଗୁରୁଜନଙ୍କର ଆଦେଶ ଅନୁସାରେ, ଯୋଉ ଭଲ ଗୁରୁଜନ ଅଛନ୍ତି ଯୋଉମାନେ ସଦ୍ ପଥ ଦେଖାନ୍ତି, ସେ ଗୁରୁଜନ ମାନଙ୍କର ଆଦେଶ ଅନୁସାରେ ସେ କାମ କଲା ଏବଂ ତାଙ୍କୁ ଗୁରୁଜନଙ୍କୁ ଖୁସି କରିବା ପାଇଁ, ପିତାମାତାଙ୍କୁ ଖୁସି କରିବା ପାଇଁ କାମ କଲା ଏବଂ ତାଙ୍କ କଥା ମାନିକି ଚାଲିଲା, ତାହେଲେ ତାର କର୍ମକ୍ଷେତ୍ରରେ ସ୍ୱତଃ ପ୍ରବୃତ୍ତ ଭାବରେ ଉନ୍ନତି ହେଇ ଚାଲିବ। ଠିକ ଅଛି। ତାପରେ ଦଶମ ଭାବରେ ଯଦି କର୍କଟ ରାଶି ଆସିଗଲା, କର୍କଟ ରାଶି ଦଶମ ଭାବରେ କେତେବେଳେ ଆସିବ? ନା ଯେତେବେଳେ ତୁଳା ଲଗ୍ନର କୁଣ୍ଡଳୀ ହେଇଥିବ। ତୁଳା ଲଗ୍ନର କୁଣ୍ଡଳୀରେ ଆପଣଙ୍କର ଦଶମ ଭାବରେ ଆସିବ କର୍କଟ ରାଶି। ତାହେଲେ ସିଏ କଣ କରିବ? ନା ସିଏ ବୃକ୍ଷ ରୋପଣ କରିବା ଦ୍ଵାରା, ଗଛ ଲଗେଇବା ଦ୍ଵାରା, ଗଛ ମାନଙ୍କର କେୟାର କରିବା ଦ୍ଵାରା ଏବଂ ଜଳାଶୟର ଜଳାଶୟକୁ ଖୋଳେଇବା, ଯଦି ତା ପାଖରେ ସେତେ ପଇସା ନାହିଁ ଜଳାଶୟର ଯତ୍ନ ନେବା, ଜଳାଶୟକୁ ଇଏ କରିବା ଏବଂ ପର ଉପକାର କାର୍ଯ୍ୟକ୍ରମ କରିବା ଏବଂ ନିଷ୍ପାପ କର୍ମ କରିବା ଦ୍ଵାରା ତା ଜୀବନରେ ଉନ୍ନତି ହେଇ 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 ଚାଲିବ। ଦଶମ ଭାବରେ ଯଦି ସିଂହ ରାଶି ଆସିଗଲା, ଦଶମ ଭାବରେ ସିଂହ ରାଶି କେତେବେଳେ ଆସିବ? ନା ଯଦି ସେଇଟା ବିଛା ଲଗ୍ନର କୁଣ୍ଡଳୀ ହେଇଥିବ, ତାହେଲେ ସିଏ ଯଦି ଧୈର୍ଯ୍ୟର ସହିତ ବିକୃତ ମାନେ ଭଲ କାମ, ଅହିଂସାତ୍ମକ କାମ, ଅନିନ୍ଦିତ କର୍ମ, ନିଜ କର୍ମରେ କ୍ରୂର ଭାବ ନ ରଖିବ ଏବଂ ସମତା ରଖି କାର୍ଯ୍ୟ କରିବ, ତାହେଲେ ତା ଜୀବନରେ ସେ କର୍ମକ୍ଷେତ୍ରରେ ଉନ୍ନତି କରି 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 ଚାଲିବ। ଯେତେବେଳେ ଦଶମ ଭାବରେ କନ୍ୟା ରାଶି ଆସିଗଲା, ଦଶମ ଭାବରେ କନ୍ୟା ରାଶି କେତେବେଳେ ଆସିବ? ନା ଯେତେବେଳେ ଧନୁ ଲଗ୍ନର କୁଣ୍ଡଳୀ ହେଇଥିବ। ଧନୁ ଲଗ୍ନର କୁଣ୍ଡଳୀରେ ଦଶମ ଭାବରେ କନ୍ୟା ରାଶି ଆସିବ। ସେତେବେଳେ କଣ କରିବ? ସେ ଲୋକ କୌଣସି କାମ କରିବା ପୂର୍ବରୁ, ଧନୁ ଲଗ୍ନ ବାଲାଙ୍କର କୌଣସି କର୍ମ କରିବା ପୂର୍ବରୁ ସେମାନେ ଯଦି ଭେରିଫାଏ ନ କରିବେ ଟିଟ୍ ବିଟ୍, ସେମାନେ ହଠାତ୍ ରେଡି ହେଇଯାଆନ୍ତି କର୍ମ କରିବା ପାଇଁ। ଯଦି ସେମାନେ ଟୋଟାଲ ଟିଟ୍ ବିଟ୍ ପୁରା ଭେରିଫାଏ ନ କରିକି କର୍ମ କରିବେ, ତାହେଲେ ସେମାନେ ଫସିଯିବେ। ଏବଂ ସଦା ସର୍ବଦା ମାନେ ଯେତେବେଳେ ଦଶମ ଭାବରେ କନ୍ୟା ରାଶି ଆସେ, ସେ କେତେବେଳେ ବି ସ୍ତ୍ରୀ ମାନଙ୍କୁ ଡିସରେସ୍ପେକ୍ଟ କରିବା କଥା ନୁହଁ ଏବଂ ଲ ଆବାଇଡିଂ ହେଇକି ଚାଲିବା ଦରକାର। ଏଇ ତିନିଟା ଜିନିଷ ସିଏ ମନେ ରଖିକି କାମ କରିବା ଉଚିତ। ଠିକ ଅଛି। କଣ କଣ? ସରି, ଚାରିଟା ଜିନିଷ କଣ? ନା ସର୍ବପ୍ରଥମେ ଦଶମ ଭାବରେ କନ୍ୟା ରାଶି ସେତେବେଳେ ଆସିବ ଯେତେବେଳେ ଆପଣଙ୍କର ଧନୁ ଲଗ୍ନ ହେଇଥିବ। ଧନୁ ଲଗ୍ନର କୁଣ୍ଡଳୀରେ ଯେତେବେଳେ ଦଶମ ଭାବରେ କନ୍ୟା ରାଶି ଆସିବ, ସିଏ ସବୁ କର୍ମ କରିବା ପୂର୍ବରୁ ଭଲସେ ଭେରିଫାଏ କରିବ। ପଏଣ୍ଟ ନମ୍ବର 1। ପଏଣ୍ଟ ନମ୍ବର 2, କୌଣସି ସ୍ତ୍ରୀ ଲୋକକୁ ଡିସରେସ୍ପେକ୍ଟ କରିବ ନାହିଁ। ପଏଣ୍ଟ ନମ୍ବର 3, ସଦା ସର୍ବଦା ସିଏ ଲ ଆବାଇଡିଂ, ଲ କୁ ମାନିକି ଚାଲିବ। 4th, ବ୍ରହ୍ମଚର୍ଯ୍ୟକୁ ଧରିକି ଚାଲିବ। ଏଇ 3-4ଟା ଜିନିଷ ଯଦି ସିଏ ନେଇକି ଚାଲିବ, ତାହେଲେ ତା ଜୀବନର କର୍ମକ୍ଷେତ୍ରରେ ସେ ବହୁତ ଆଗକୁ ଯାଇପାରିବ। ତେବେ ଚାଲନ୍ତୁ ଏବେ ଜାଣିବା ଦଶମ ଭାବରେ ତୁଳା ରାଶି। ଦଶମ ଭାବରେ ତୁଳା ରାଶି କେତେବେଳେ ଆସିବ? ନା ଯେତେବେଳେ ମକର ଲଗ୍ନର କୁଣ୍ଡଳୀ ହେଇଥିବ। ତାହେଲେ ସିଏ କଣ କରିବ? ଯଦି ବହୁତ ଯତ୍ନରେ ବାଣିଜ୍ୟ କରିବ, ବିଜନେସ କରିବ ଯତ୍ନର ସହିତ ଏବଂ ଧର୍ମ ଆଉ ନୀତି ଶାସ୍ତ୍ର ଅନୁପାତିକ ଧନ ଉପାର୍ଜନ କରିବାର ମୁଣ୍ଡ ରଖିଥିବ, କାହାକୁ ଠକିକି ନୁହଁ, ଚିଟ୍ କରିକି ନୁହଁ। ଯଦି ମକର ଲଗ୍ନର କୁଣ୍ଡଳୀର ମୁଣ୍ଡରେ ଚିଟିଂ ର ପ୍ରୋସିଜର ରହିଲା, ତାହେଲେ ତାର କର୍ମକ୍ଷେତ୍ରରେ କେବେ ବି ଉନ୍ନତି ହେଇପାରିବ ନାହିଁ। ଏଇଟା ମନେ ରଖନ୍ତୁ। ଏବଂ ସିଏ ଧର୍ମ ଆଉ ନୀତି ଶାସ୍ତ୍ର ଅନୁସାରେ ଧନ ଉପାର୍ଜନ କରିବ ଏବଂ ସଜ୍ଜନଙ୍କ ପ୍ରତି ପ୍ରିୟ ଏବଂ ଅନ୍ୟର ଧନକୁ କିଭଳି ଭାବରେ ବୃଦ୍ଧି କରାଯିବ, ପରୋପକାରୀ କାର୍ଯ୍ୟ କରାଯାଇକି ସେତିକି ଯଦି ସେ ଧ୍ୟାନ ରଖିବ, ତାହେଲେ ତାର କର୍ମକ୍ଷେତ୍ରରେ ଧୀରେ 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 ଉନ୍ନତି ହେଇ ଚାଲିବ। ଏବେ ଆମେ ଆସିବା ଦଶମ ଭାବରେ ଯଦି ବିଛା ରାଶି ଆସେ। ବିଛା ରାଶି ଦଶମ ଭାବରେ କେତେବେଳେ ଆସିବ? ନା କୁମ୍ଭ ଲଗ୍ନର କୁଣ୍ଡଳୀରେ ଦଶମ ଭାବରେ ବିଛା ରାଶି ଆସିବ। ତାହେଲେ ସିଏ ଶାସ୍ତ୍ର ସମ୍ମତ କର୍ମ କରିବ, ଲୋକ ସମ୍ମତ କର୍ମ କରିବ, ଦେବ ଗୁରୁ ବ୍ରାହ୍ମଣଙ୍କ ହିତରେ ଖର୍ଚ୍ଚ କରିବ ଏବଂ ସବୁବେଳେ ସମସ୍ତଙ୍କ ପ୍ରତି ସଦୟ ଭାବ, ନିର୍ଦୟତା ପରିତ୍ୟାଗ ପୂର୍ବକ ସଦୟ ଭାବରେ ଯଦି ନୀତି ପୂର୍ବକ କାମ କରେ, ତାହେଲେ ତାର କର୍ମକ୍ଷେତ୍ରଟା ଧୀରେ 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 ଉନ୍ନତି ହେଇ ଚାଲେ।
दशम भाव जदि धनु राशि आसे अच्छा दशम भाव धनु राशि केतेବେଳେ ଆସିବ ଯଦି मीन लग्न कुंडली ହେଇଥିବ मीन लग्न कुंडली दशम भाव धनु राशि ଆସିବ ताहले से लोक बाय डिफॉल्ट सबु कार्य दक्ष होता है शास्त्र कहूँ से सबु कार्य दक्ष होता है नित्य लाभ करने वाला होता है परोपकारीटी होता है एवं राजांकर कार्यकर्ता होता है एवं जसरे युक्त होता है एटा केतेबेल हम मन रखंतु मीन लग्न कुंडली अधि कालपुरुषर एटा द्वादश भाव तेणु जदि कौन व्यक्ति ए मानसगिरी पद्धति हमको यह कहू चाहूँगी जदि कौन व्यक्ति मुक्त भाव जीवन मुक्त होगी कर्म करिवो धर्म आ नीति को बृहस्पति हूँ डिवाइन ब्लेसिंग बृहस्पति जदि ज्ञानर कारक ठीक अच्छे सीए जदि आपण धर्म नीति परोपकारिता ए तीनटा जिनस को आपण मीन लग्न कुंडली वाला मानिक चलिले एवं लक्ष्य रखी कर्म कर चलिले ताले तांकर कर्म क्षेत्र धीरे धीरे निश्चित भाव में उन्नत हो चली तापर आसिला दशम भाव धनु राशि गला दशम भाव जदि मकर राशि आसिला अच्छा दशम भाव मकर राशि केतेବେଳେ आसीबो दशम भाव मकर राशि आसीबो जेतेବେଳେ मेष लग्न काल पुरुष कुंडली थिबो ताले से लोक बाय डिफॉल्ट प्रतापवान हेइथिबो तेणु से समत्व रक्षा करी माने तरतर तत्पर ही काम न सारिबा समत्व रक्षा करिकी कार्य को धीरे 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 स्पॉन्टेनियसली निष्ठार सहित करि चलिबो जे कोनोसी कार्य एवं ता भीतर दया भाव रहिबा दरकार एवं सी संघबद्ध भाव में काम करवा दरकार धर्म को धरिकी एवं दुष्ट ताकू परित्याग करने पूर्वक जदि से कर्म करे ताले निश्चित भाव में तार कर्म क्षेत्र धीरे 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 उन्नत हो चलो दशम भाव जदि कुंभ राशि आसला दशम भाव कुंभ राशि केतेବେଳେ आसीबो नेतेବେଳେ वृष लग्न कुंडली हम ताले से मनीष चतुरतारे काहाकू न ठगी कारण से बाय डिफॉल्ट चतुर सीए बाय डिफॉल्ट चतुर भाई सीए जदि काहाकू न ठकिकी पाखंडामी न करिकी अधिका लोभी न हेकी विश्वास ताकू विश्वास कारक द्वारा मु जनक ऊपर विश्वास करछि मते ठकीदेला से काहाकू न ठकिकी एवं समाज रे समस्त मन को मिसई की जदि कर्म करि चली करिवार क्षमता रखि पारला ताले निश्चित भाव तार कर्म क्षेत्र धीरे धीरे उन्नति हो दशम भाव जदि मीन राशि आसिला दशम भाव मीन राशि आज्ञा केतेବେଳେ आसीबो ना जेतेବେଳେ कन्या लग्न कुंडली हो ताले से कौन करिवो ताले से तार कूल धर्मटा को जदि बजाय रखी चलिबो धर्म करी करी चलिबो कीर्तिमान कर्म करी करी चलिबो ब्राह्मण गौ एवं देवतांकर सत्कार करी करी चलिबो ताले तार कर्म क्षेत्रटा धीरे 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 उन्नत हेई चलिबो तो आज आम मानसगिरी पद्धति हिसाब से दशम भावस्थित राशि मानकर स्थिर नैसर्गिक कारक तत्व विषय अवगत हेले आमे जानिले जे को राशि किभली भाव में एक्ट करिवो तार नैसर्गिक कारक तत्व कौन रहिला किभली भाव में आमे एई चैलेंज टाको अतिक्रम करिक जदि सत मार्ग रे मन रखंतु कोनोसी भी जिनिस जीवन रे सत्य धर्म निष्ठा त्याग ये चारिटा जिनस सत्य धर्म निष्ठा त्याग को लेकिन चलला समस्त उन्नति करेंगे किंतु गोटे स्पेसिफिक चैलेंजेस आसे मनीष तार चतुर्वर्ग धर्म अर्थ काम मोक्ष को सिद्ध करि पारिनी बोली मनीष जोनि पाइछि जदि से आ भीतर कौन गोटे वर्ग को सिद्ध कर देता केबे भी मनीष जन्म पाई न था तेणु मनीष जीवन में कर्मटा हूँ गोटे बहुत बड़ चैलेंज कारण कर्म केबे स्टॉप हबनी तेबे से जदि धर्मोचित कर्म हुए तेबे निश्चित भाव में सी तार सद्गति हब उद्वर्धन हब नहले हेब नहीं एटा समस्ते जानिछे भल कर्मर फल भल धर्मोचित भल कर्मर फल भल धर्म अधर्मोचित भल कर्मर फल भी भल बुझंतु कथाटा तेबे आज सेशन आम जानिले दशम भावस्थ भावस्थित राशि मानकर फलाफल आज सेशन पाई समस्त जय श्री जगन्नाथ।